ମୁଁ ଆଜି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କଲି। ଆମର ସ୍ୱାଧୀନତା ସଂଗ୍ରାମରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯେଉଁମାନଙ୍କର ଯୋଗଦାନ, ଯେଉଁମାନେ ଶହୀଦ ହୋଇଛନ୍ତି, ସେ ଶହୀଦ ସ୍ତମ୍ଭରେ ମୁଁ ଶ୍ରଦ୍ଧାଞ୍ଜଳି ଦେଲି ଏବଂ ପ୍ରାର୍ଥୀପତ୍ର ଦାଖଲ କଲି। କଣ ରଣନୀତି ରହିବ ଭାଇ? ଆଜି ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଭଲ ପାଉଛନ୍ତି, ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭଲ ପାଉଛନ୍ତି ଏବଂ ମୋର ସହଯୋଗୀ ଭାବରେ ଏଠି ଆମେ ମିଶିକି କାମ କରୁଛୁ। ଆଜି ନିଜ ଇଚ୍ଛାରେ କେବଳ ମୋର ଅନୁରୋଧ କ୍ରମେ ନିଜ ଗାଡ଼ିରେ ନିଜେ ଖାଇବା ବ୍ୟବସ୍ଥା କରିକି ନିଜେ ଆସିଥିଲେ। ମୁଁ ତାଙ୍କ ପାଖରେ ପ୍ରଥମେ କୃତଜ୍ଞତା ଜ୍ଞାପନ କରୁଛି। ଏ ପ୍ରଚଣ୍ଡ ଖରାରେ ସେ ଏତେ ସମୟ ମଧ୍ୟ ଅପେକ୍ଷା କରିଛନ୍ତି। ଇଏ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କର ମାଟି। କିଛି କହିବା ପୂର୍ବରୁ ତାଙ୍କର ନକ୍ସା ରେଡି ହେଇକି ଅଛି। ବିକଶିତ ଭାରତରେ ବିକଶିତ ତାଳଚେର ନକ୍ସା ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତୁତ କରିଛନ୍ତି। ଯାହା ଯାହା କାମ ହେଇଛି ଆପଣ ଦେଖିଛନ୍ତି। ତାଳଚେର ମେଡିକାଲ କଲେଜ କଥା ହଉ, FCI କଥା ହଉ, TTPS କଥା ହଉ, ଓଲ୍ଡ ଟ୍ରିବ୍ୟୁନାଲ କଥା ହଉ, କିମ୍ବା କୋଇଲା ଖଣିରେ ମୃତ୍ୟୁବରଣ କରୁଥିବା ପରିବାର ବର୍ଗକୁ 15 ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ହଉ, ଏଭଳି ଅନେକ କାର୍ଯ୍ୟ ତାଳଚେରରେ ହେଇସାରିଛି। ଆଉ କାଳନ୍ଦୀ ସାମଲ ତାଳଚେରର ବିଶ୍ୱସ୍ତ ସେବକ ଭାବରେ ବିଧାନସଭାକୁ ଯିବ। ଏ ଅଞ୍ଚଳର କଥାକୁ ବିଧାନସଭାରେ ଉପସ୍ଥାପନ କରିବ। ନରେନ୍ଦ୍ର ମୋଦି ତାଳଚେରକୁ ପଠାଉଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଆଣୁଛନ୍ତି, ଆମେ କେବଳ ତାକୁ କ୍ରିୟାନ୍ୱୟନ କରିବୁ। ଆଉ ଆଜି ଏ ଯେଉଁ ମୁଁ ମୋର ଯେଉଁମାନେ ଏ ତାଳଚେର ପାଇଁ ଲଢ଼େଇ କରିଥିଲେ ପ୍ରଜାମଣ୍ଡଳ ଆନ୍ଦୋଳନରେ, ଆଜି ମୁଁ ତାଙ୍କୁ ସ୍ମରଣ କରୁଛି। ସେମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ତାଳଚେରର ସମ୍ମାନ, ତାଳଚେର ସ୍ୱାଭିମାନର ସ୍ୱପ୍ନ ଏବଂ ତାଳଚେରର ସମୃଦ୍ଧିର ସ୍ୱପ୍ନ, ସେ କାର୍ଯ୍ୟକୁ ପୁରା କରିବା ପାଇଁ ପୁରା ମନ ପ୍ରାଣ ଦେଇ ଉଦ୍ୟମ କରିବି। ଏହା ହେଉଛି